ମୋ ନାଁ ପୂର୍ଣ୍ଣଚନ୍ଦ୍ର ମହାରଣା। ଆପଣ ମାଙ୍କର ମୁଖ୍ୟ କାଳେଶ୍ରୀ ରୂପେ କାର୍ଯ୍ୟ କରୁଛନ୍ତି, କେତେ ବର୍ଷ ହେଲା କାର୍ଯ୍ୟ ହେଇଗଲା 22 ବର୍ଷ। କ'ଣ ଅନୁଭୂତି ରହିଛି ମାଙ୍କ ସହିତ? ଅନୁଭୂତି ରହିଛି ଯେଉଁମାନେ ମଡ଼ିସି ଦୋଷ ରହୁଛନ୍ତି ସନ୍ତାନ ପାଇଁକା ଏଠି ମାନସିକ କଲେ ସେ ମା ମନସ୍କାମନା ପୂର୍ଣ୍ଣ କରୁଛନ୍ତି। ଆଜ୍ଞା, ଯେଉଁ ଆପଣଙ୍କର ଯେଉଁ ଯାତ୍ରା ହେଉଛି, ପ୍ରଥମେ ଆପଣ କଣ୍ଟା ପଡ଼ିଲା ପରେ ସମସ୍ତେ ଖଇପଡ଼ା ଯାତ୍ରା ପରମ୍ପରା ରହିଛି, ଯେଉଁ ପାଟୁଆ ମାନେ ଥିବେ ସେ ପାଟୁଆ ମାନଙ୍କ ହୃଦୟରେ କଣ୍ଟା ଫୋଡ଼ା ଯାଇଥାଏ। କ'ଣ ଆଜ୍ଞା ତାପରେ ନାଇଁ ଆଗ କାଳିଶୀ ବିଜେ ହେବେ। କାଳିଶୀ ବିଜେ ହେବା ପରେ ତାଙ୍କ ନିର୍ଦ୍ଦେଶରେ ଯେଉଁ ଘଟୁଆ ମାନେ ସବୁ ଅଛନ୍ତି, ପାଟୁଆ ମାନେ ଅଛନ୍ତି, ତାଙ୍କ ଭିତରେ ମା ଥବା ଅବସ୍ଥାରେ ସେ କଣ୍ଟା ସବୁ ଫୋଡ଼ି ହୁଅନ୍ତି। ଆଉ ଯେଉଁମାନେ ନିଷ୍ଠାରେ ରହି ନପାରନ୍ତି ସେମାନଙ୍କର ବ୍ଲଡ଼ ବର୍ତ୍ତମାନ ବାହାରେ, ବେହୋସ ହେଇଯାଆନ୍ତି, ଥାଇରୁ କଣ୍ଟା ବର୍ତ୍ତମାନ ଛିଣ୍ଡି ପଡ଼େ, ବୁଲିବା ଟାଇମ୍ରେ କଣ୍ଟା ଛିଣ୍ଡି ପଡ଼େ। ଏମିତି ମାଙ୍କର ଆଚମ୍ବିତ ଜିନିଷ। କେତେ ଦିନ ମାଙ୍କ ଉପବାସ କରି ରୁହନ୍ତି? ମାସେ, କଣ୍ଟିନ୍ୟୁ ମାସେ। ଆଜ୍ଞା, ଏ କଥା ମାଙ୍କର ଯେଉଁ ପରମ୍ପରା ରହିଛି, ଯେଉଁ ଯାତ୍ରା ରହିଛି, ଯେଉଁ ଖଇପଡ଼ା ଯାତ୍ରା ରହିଛି, ଶୁଣାଯାଏ ଯେ ରାତ୍ର ହେଲା ପରେ ଏ ଯେଉଁ ଯାତ୍ରା ରହିଛି, ଯାତ୍ରାର ରାତି 8 ଘଟିକା ହେଲା ପରେ ଏ ଜାଗାରେ କେହି ରହନ୍ତିନି। ଆଜ୍ଞା, ସେ ଜାଗାର ରହସ୍ୟ ଆଜ୍ଞା କ'ଣ ପାଇଁ ଏ ଜାଗାରେ ଜନଶୂନ୍ୟ ହେଇଥାଏ? ଏଇଥିପାଇଁ ହୁଏ, ଆମେ ଶୁଣିଛୁ ପୂର୍ବ ଲୋକଙ୍କ ଠାରୁ ଯେ ଯେମିତି ଦିନରେ ଭାଇ ବନ୍ଧୁ କୁଟୁଅ ପାଟୁଆ ନେଇକରି ଖେଳ କରୁଛନ୍ତି, ଏ ମା ଗଢ଼ୁଛନ୍ତି ତାଙ୍କର ବନ୍ଧୁବାନ୍ଧବଙ୍କୁ ଧରି ରାତି 12ଟା ଭିତରେ ସେ ନୀଳା କରନ୍ତି। ସେ କୁସୁମ ନାହାକା ସେମିତି ଥାଏ। ରାତି 12ଟାରେ ସେମାନେ ଦେବାଦେବୀ ଖେଳ ବୁଲନ୍ତି। ଏବଂ ଲୋକ କଥା ରହିଛି ବି, ଏ ଜାଗାକୁ ଯଦି କିଏ ରାତିରେ ଆସେ ସେ ମୃତ୍ୟୁବରଣ କରେ, ଏ କଥା ସତ୍ୟ ସତ୍ୟ? ହଁ, ଯଦି ଭେଟଣା ହେଲା ସେଇଥିପାଇଁକା ଲୋକ ଯାତାୟାତ ଏଠି ବନ୍ଦ ହେଇଯାଆନ୍ତି। मोर स्वामी होउछनी लिंगराज रथ। मो ना रोजालीन रथ। मु 17 वर्ष है मैरिज करके ए गाँ को आसले। माँ को अनुभूति तो बहुत मोपाई अच्छी। मो स्वामी तो तांकर पुओ भाया, से माँ को न मुंडिया मारे से किसी भी काम करती ना। हाँ, जहाँ मानसिक करती मो स्वामी को सबू जिनस पूर्ण हुए। घर समस्ते आमर गड़चंडी ठाकुराणी होती इष्टदेवी। मु 17 वर्ष है ये सब माने पणा संक्रांति आसू। एबे आगु गाँव में रोलु, जेहेतु मु बाहर जॉब करे, तेणु भुवनेश्वर रुहे, किंतु प्रति वर्ष यात्रा को आम 2-3 दिन छुट्टी नहीं कि आसू। मानसिक मोर तो झील था 17 वर्ष है, झीटे खाली थिला। एबे मोर 3 वर्षर पुटे आशा पूर्ण होती। प्रत्येक विपद आपद माँ डाकला भाई ओ करती। बहुत खुशी। ना सौम्या होता मो घर ही भीमपुर गाँव में। आज्ञा, आप माँ को केते वर्ष होला माँ को पर्व जो होउची खइपड़ा पर्व आसले, आ माँ को पाखरे आपन अनुभूति कोन रहिछि? पिला बेलु माने आमे प्रत्येक वर्ष तो एमती भी आसू, किंतु आमे जहा मानसिक करिवु, धर हमर ए गाँव रे हम घरटा फन्नी टुकड़ा भांगी जाइतिला। मोर 8 वर्ष मानसिक थिला माँ को पाखरे जे जदि हम घरटा बहुत भल रहितो माँ को पाखरे ए वर्ष ए दिन रे आपण जिबे हम गाँव रो आरंभ घर हम घर कंप्लीट हो जाइछि। माने बहुत अनुभूति अच्छी, बहुत पूर्ण हुए, निहाती पूर्ण हुए। माँ को बहुत अनुभूति अच्छी। आपन जहाँ को पचारे पिलांकर रोग हम आज आम काली आसलुनी आमर गाँव में यात्रा ना, एमती आम सब वर्ष आसू। किंतु मोर माँ को ए वर्ष मुझे बहुत खुशी, जेहेतु मोर इच्छा पूर्ण होती, आम घर हो जाइए, तो आम कालठू आसलुनी माँ को पाखे अच्छे। आज मुझे 5 थर बोधे आसली मंदिर को, प्रत्येक वर्ष आस पिला बेलू आज पर्यंत।